ମିଶିଲାନି। ତାହେଲେ କଣ କରିବା? କୋଉଠୁ ଆସିବ ରକ୍ତ? ଯେତେ ଟଙ୍କା ଦରକାର ହବ ମୁଁ ଖର୍ଚ୍ଚ କରିବି, ହେଲେ ମୋ ପୁଅକୁ ବଞ୍ଚେଇ ଦିଅନ୍ତୁ ଡାକ୍ତର। ମୋ ହାତରେ କିଛି ନାହିଁ। ଦେଖନ୍ତୁ, ସେ ଯାହା କରିବେ। ଭାବିଥିଲି ମୋ ରକ୍ତଟା ଖାପ ଖାଇଯିବ, ହେଲେ ସେଇଟା ବି ହେଲାନି। ମତେ ଚାରିଆଡେ ଅନ୍ଧକାର ଦେଖାଯାଉଛି। ଆମ ରକ୍ତ ସିନା ମିଶିଲାନି, ପିଲାମାନେ ଅଛନ୍ତି, ସେମାନଙ୍କ ରକ୍ତ ମିଶି ଯାଇପାରେ। କଣ କହୁଛନ୍ତି ମାଷ୍ଟର ବାବୁ? କୁଲା ରହିମ ଆମ ସବୁଯାକ ପିଲାଙ୍କ ରକ୍ତ ପରୀକ୍ଷା ପାଇଁ ଦିଆଯାଇଛି। ମୋର ମନ କହୁଛି କାହାରି ନା କାହାରି ରକ୍ତ ନିଶ୍ଚୟ ମିଶିବ। ନା, ତାହା କେମିତି ହବ? ମୋ ପୁଅ ଦେହରେ ବାରବୁଲା ପିଲାଙ୍କ ରକ୍ତ ମିଶିବ। ମୁଁ ପଛେ ଅନ୍ୟ କୋଉଠି ରକ୍ତ ଯୋଗାଡ଼ କରିବି, ହେଲେ ଗୋଟିଏ ମୁସଲମାନ ପିଲା ରକ୍ତ ନେଇ ପାରିବେନି। କାହାକୁ ମୁସଲମାନ କହୁଛନ୍ତି ଆପଣ? ସେମାନେ ଏକା ସାଙ୍ଗରେ ପଢୁଛନ୍ତି, ଏକା ସାଙ୍ଗରେ ଖେଳୁଛନ୍ତି, ସେମାନଙ୍କ ଭିତରେ କିଛି ଭେଦଭାବ ନାହିଁ। ଧର୍ମ ନାମରେ କାହିଁକି ସେମାନଙ୍କୁ ଦୁଇ ଭାଗ କରିଦେଉଛନ୍ତି ଆପଣ? ହିନ୍ଦୁ ମୁସଲମାନ ଦିଟା ରକ୍ତ କେମିତି ଏକ ହବ? ଏତେ ଅନ୍ୟାୟ ଏ ବସୁଧା ସହିପାରିବନି ମାଷ୍ଟର ବାବୁ। କାହାକୁ ଅନ୍ୟାୟ ବୋଲି କହୁଛନ୍ତି ଆପଣ? ହିନ୍ଦୁ ମୁସଲମାନ ହୋଇ ଜନ୍ମ ନେବାଟା କଣ ଅନ୍ୟାୟ? ଜନ୍ମ ବେଳେ ତାର ଗୋଟିଏ ମାତ୍ର ପରିଚୟ ଥାଏ, ସେ ମଣିଷ ଛୁଆ। ଜନ୍ମ ବୟସ ଗଡ଼ିଗଲା ପରେ ଆପଣ ମାନେ ନିଜ ନିଜର ସୁବିଧା ପାଇଁ ତା ଉପରେ ଗୋଟିଏ ମୋହର ମାରି ଦିଅନ୍ତି, ଆଉ କହନ୍ତି କିଏ ହିନ୍ଦୁ, ସିଏ ଖ୍ରୀଷ୍ଟିଆନ, ଆଉ କିଏ ମୁସଲମାନ। ତାହା କେବେ ହେଇପାରିବନି। ମୋ ପୁଅ ଦେହରେ 8 ପିଲା ରକ୍ତ